ଜୟ ଜଗନ୍ନାଥ ସାୟନ ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ବର୍ତ୍ତମାନ ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବହୁତ ବଡ଼ ଘୋଷଣା ଏବଂ ରାଜ୍ୟରେ କାର୍ଯ୍ୟରତ ସମସ୍ତ ମିଶନ ଶକ୍ତି କର୍ମକର୍ତ୍ତା ଯେପରି ବ୍ଲକ ସ୍ତରୀୟ ଫେଡେରେସନ ସଭାପତି ଏବଂ ସମ୍ପାଦକମାନଙ୍କୁ ପୂର୍ବରୁ ବୈଠକ ପୂର୍ବରୁ 4,000 ଟଙ୍କା ପାଉଥିଲେ, ବର୍ତ୍ତମାନ ଏହାକୁ ରାଜ୍ୟ ସରକାର 4,500 ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ 2,000 ଟଙ୍କା ପାଉଥିଲେ, ବର୍ତ୍ତମାନ ଏହାକୁ 2,500 ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ଥିଲା ରାଜ୍ୟ ସରକାରଙ୍କ ସବୁଠୁ ବହୁତ ବଡ଼ ଘୋଷଣା। ସେହିପରି ଦେଖନ୍ତୁ, ମିଶନ ଶକ୍ତି କର୍ମକର୍ତ୍ତା ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ କାମ କରିଥାନ୍ତି ଏବଂ ଗ୍ରାମ ପଞ୍ଚାୟତ ସ୍ତର ଫେଡେରେସନ ସଭାପତି ଏବଂ ସମ୍ପାଦକମାନେ 2,000 ଟଙ୍କା ପାଉଥିଲେ, ବର୍ତ୍ତମାନ ଏହାକୁ 2,500 ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ କାର୍ଯ୍ୟକାରିଣୀ ସଦସ୍ୟମାନେ 1,000 ଟଙ୍କା ପାଉଥିଲେ, ଏହାକୁ 1,500 ଟଙ୍କାକୁ ବୃଦ୍ଧି କରାଯାଇଛି। ସେଥିପାଇଁ ରାଜ୍ୟ ସରକାର ଅତିରିକ୍ତ ଭାବରେ 249.21 କରୋଡ଼ ଟଙ୍କା ଏଠି ଖର୍ଚ୍ଚ କରିବେ ଏବଂ ଦେଖନ୍ତୁ, ସେଥିପାଇଁ ରାଜ୍ୟରେ ପ୍ରାୟ କାର୍ଯ୍ୟରତ ସମୁଦାୟ 666 ଜଣ ବ୍ଲକ ସ୍ତରୀୟ ଫେଡେରେସନ ସଭାପତି ଏବଂ ସମ୍ପାଦକ ଥିବାବେଳେ ଅନ୍ୟାନ୍ୟ ସଦସ୍ୟ ସଂଖ୍ୟା ହେଉଛି 3,042। ସେହିପରି ଗ୍ରାମାଞ୍ଚଳ ସ୍ତରୀୟ ଫେଡେରେସନ ଅଛନ୍ତି 13,588 ଜଣ ଓ ସମ୍ପାଦକ ଅଛନ୍ତି ବା ସଭାପତି ଥିବାବେଳେ ଏବଂ ଏହା ଥିଲା ଓ ଅନ୍ୟାନ୍ୟ ସଂଖ୍ୟା ସଦସ୍ୟ ହୋଇକି 1,08,704। ଏହିପରି ସମୁଦାୟ 1,26,010 ଜଣ କାର୍ଯ୍ୟକର୍ତ୍ତା ବା କର୍ମକର୍ତ୍ତା ଏହି ଯୋଜନା ମାଧ୍ୟମରେ ଅତିରିକ୍ତ ଭାବରେ ଟଙ୍କା ପାଇବେ। ଏ ଥିଲା ରାଜ୍ୟ ସରକାରଙ୍କର ବହୁତ ବଡ଼ ଘୋଷଣା। ଏ ଥିଲା ମିଶନ ଶକ୍ତି କାର୍ଯ୍ୟରତ ସମସ୍ତ କର୍ମକର୍ତ୍ତାମାନେ ଏହି ମାଧ୍ୟମରେ ଉପକୃତ ହେବେ।